ପ୍ରଫୁଲ୍ଲ ବାବୁ ଆପଣ ଭାବୁଛନ୍ତି କି ଗୋଟେ ଡୁପ୍ଲିକେଟ ଚାବି ଅଛି ବୋଲି? ଓରିଜିନାଲ ର ଆଉ ଡୁପ୍ଲିକେଟ ଚାବି କାହିଁକି ରହିବ ଯେତେବେଳେ ଏଟା ଗୋଟେ ଏତେ ମୂଲ୍ୟବାନ ଭଣ୍ଡାର। ଏ ମୂଲ୍ୟବାନ ଭଣ୍ଡାର ଏମିତି ଡୁପ୍ଲିକେଟ ଚାବି ରଖିଲେ ତ ଚୋରି ହବାର ସମ୍ଭାବନା ଅଛି, କିଏ ନେଇଯାଇପାରେ। ଚାବିଟା କୋଉଠୁ ଅଛି? ତେଣୁ ଡୁପ୍ଲିକେଟ ଚାବି କୌଣସି କରିବାର କୌଣସି ରେକର୍ଡ ନାହିଁ ଏବଂ ତାର ମଧ୍ୟ କିଛି ଆବଶ୍ୟକତା ନାହିଁ। ଆଚ୍ଛା, ତାପରେ ଏଇଟା ସମସ୍ତଙ୍କର ଗୋଟେ ଧାରଣା ଯେ ଏଭଳି ଗୋଟେ ମୂଲ୍ୟବାନ ଟ୍ରେଜେରୀର ଚାବି ଜଣକ ପାଖରେ ରହିବନି। ତା ନିଶ୍ଚୟ ସେ ଚାବିଟା 3ଟା ଚାବି କି 2ଟା ଚାବି ଏମିତି ଗୋଟେ ମିଶେଇକିରି ବା ମେଳେଇକିରି ଖୋଲାଯାଏ। ଇଭିନ୍ ଆମର ଯୋଉ ସବୁ ରହେ ଯୋଉ ସବୁ ଅଫିସ ମାନଙ୍କରେ ଆମର ଯୋଉ ପଇସା ପତ୍ର ରହେ ଆମେ ପ୍ରିନ୍ସିପାଲଙ୍କ ରୁମ ରେ ତାର ଯୋଡେ ଚାବି ଥାଏ। ଗୋଟେ ଥାଏ ଆଉ ଜଣେ ଅଧ୍ୟାପକଙ୍କ ପାଖରେ, ଗୋଟେ ଥାଏ ପ୍ରିନ୍ସିପାଲ ପାଖରେ। 2 ଜଣ ମିଶିଲେ ସେଟା ଖୋଲି ହବ। ସିମିଲାରଲି ଏଠି କହୁଛନ୍ତି ଏଠି 3ଟା ଚାବି ଅଛି। ଏବଂ ସେ ଯୋଉ ନାରାୟଣ ମେକାପ ବୋଲିକି ଅଛି ଯେ ଭଣ୍ଡାର ମେକାପ, ସେ ହି କ୍ଲେମ୍ସ ଯେ ତା ପାଖରେ ଗୋଟେ, ତାଙ୍କ ପାଖରେ ଯୋଉଟା ଥିବ ସେଇଟା ହଉଛି ବାହାର ଭଣ୍ଡାରର ଚାବି। କାରଣ ପ୍ରତିଦିନ ଯୋଉ ଗହଣା ଫହଣା ଆସିବ କି ଉତ୍ସବ ଫୁତ୍ସବରେ ସେଗୁଡା ସବୁ ସେଇଠୁ ଆସୁଥିବ। ଭିତରର ଯଦି ତାଙ୍କ ପାଖରେ ଥାଏ ତାହେଲେ ନିଶ୍ଚୟ ଆହୁରି 2ଟା ଥିବ। 2ଟାରୁ କେହି କହୁଛନ୍ତି ଗଜପତି, କେହି କହୁନାହାନ୍ତି। ଫର ଇନଷ୍ଟାନ୍ସ ଆଉ ଯଦି ଗୋଟିଏ ଚାବିରେ କେବେ ସେ ଭଣ୍ଡାର ଘରେ ଚାବି କରିନଥିବ। ମୁଁ ନିଃସନ୍ଦେହ ଯେ ସେଥିରେ ସେଇ ଚାବିଟା ଖୋଲିବା ପାଇଁ ହେଲେ 2ଟା କି 3ଟା ଏକାଧିକ ଚାବିକୁ ମେଳେଇକିରି ଖୋଲିବାକୁ ହଉଥିବ। ଇଏ ହେଲା ଓରିଜିନାଲ ଚାବିର କଥା। ଯେହେତୁ ଓରିଜିନାଲ ଚାବିର କୋଉଠି ଅଛି କହିଲେ ପାରିଲେ ନାହିଁ, ଗୋଟେ ଭୁଲକୁ ଲୁଚେଇବା ପାଇଁ, ଗୋଟେ ଭୁଲକୁ ସୁଧାରିବା ପାଇଁ ବା ହାଇକୋର୍ଟକୁ ବିଭ୍ରାନ୍ତ କରିବା ପାଇଁ କହିଲେ କଣ ନା ଚାବି ତ ମିଳୁନି, ଚାବି ତ ନାହିଁ, ଚାବି କୁଆଡେ ଗଲା ଜଣା ପଡୁନାହିଁ। ସେ ତାପରେ ପରେ ସେଠୁ ସିଏ ତାଙ୍କ ସରକାରଙ୍କ କଥାରେ ତାଙ୍କର ଯୋଉ କଲେକ୍ଟର ଥିଲେ ସେତେବେଳେ ସିଏ ସେଠୁ ରେକର୍ଡ ରୁମ ରୁ ବାହାର କଲେ। କିନ୍ତୁ ରେକର୍ଡ ରୁମରେ ତ ଚାବି ରହିବା କଥା ନୁହେଁ। ଆଜ ପର ଆରଓଆର ସତ୍ୟଲିପି ଅନୁସାରେ କଣ ସନ୍ଦେହ ହଉଛି? ମୋର ସନ୍ଦେହ ହଉଛି ସେ ମୋଟାମୋଟି ଘଟଣାଟାକୁ ଆଭଏଡ କରିବା ପାଇଁ ଏଭଳି ଗୋଟେ କାହାଣୀ କଲେ ଯୋଉ କାହାଣୀଟା ତାଙ୍କୁ ସେଇ ଜାଲରେ ଛନ୍ଦି ଦେଲା। ସେଇ ଯୋଉ ଡୁପ୍ଲିକେଟ ଚାବି, କାରଣ ସେ ଖୋଳ ଏତେ ପୁରୁଣା ନୁହେଁ। ଧରନ୍ତୁ 78 ମସିହାରେ ଖୋଲା ହେଇଥିଲା। 78 ମସିହାରେ ଡୁପ୍ଲିକେଟ ଚାବି କିଏ ତିଆରି କଲା? ଡୁପ୍ଲିକେଟ ଚାବି କିଏ ତିଆରି କଲା? ଏଇଟା ଡୁପ୍ଲିକେଟ ଚାବି ନା ଗୋଟେ ଚାବି 3 ପ୍ରକାର ହେଇଛି? 3ଟି ଚାବି ହେଇଛି ଗୋଟେ ତାଲାର। ସେଟା ତ କେହି ପରୀକ୍ଷା କଲେନି। ତାପରେ ସେଇ ତାଲାରେ ଖୋଲିବା ପାଇଁ ଆଉ ପ୍ରଚେଷ୍ଟା କଲେନି। ଯଦି ପ୍ରଚେଷ୍ଟା କରିଥାନ୍ତେ ତାହେଲେ ଜଣା ପଡିଥାନ୍ତା ଯେ ସେଇଟା ଓରିଜିନାଲ ର ଡୁପ୍ଲିକେଟ ଇମର୍ଜେନ୍ସି ବେଳେ ବ୍ୟବହାର କରାଯିବ। ହଁ, ତା ତ ହେଲାନି। ମୋଟାମୋଟି ଭଙ୍ଗା ହବା କଥା କୁହାହଉଛି। ସେ ଚାବି ଭଙ୍ଗା ହବ କେମିତି ଆପଣ ଭାବି ପାରୁଛନ୍ତି? ଯଦି ତାଲା ନ ଖୋଲେ ତାହେଲେ ତାଲା ଭଙ୍ଗା ଯିବ। ପ୍ରୋସେସ ଟା ଆପଣ ଭାବୁଛନ୍ତି କି ସହଜରେ ତାଲା ଭାଙ୍ଗି ହେଇଯିବ? ନା, ଭାଙ୍ଗିବାଟା ବଡ ରିସ୍କି। କାରଣ ତାଲାଟା ଭାଙ୍ଗିଦେଲେ ବର୍ତ୍ତମାନ କଥା ହଉଛି ଯେ ସେ ତା ଭିତରେ ସେଇ ସମୟାନ୍ତରରେ ତାର ମୂଳ ଚାବିଟା କୋଉଠି ଅଛି? ତାର ଯୋଉ ଚାବିଟା ପ୍ରକୃତ ଥିଲା ସେ କୁଆଡେ ମାନେ ୱିକ୍ ହେଇଯିବନି। ବର୍ଷ ତଳେ କାମରେ ଲାଗିଥିଲା, 45 ବର୍ଷ ହେଲାଣି କେହି ତାକୁ ବ୍ୟବହାର କରୁନାହାନ୍ତି। ଠିକ ଅଛି, ନକଲେ ତ କୋଉଠି ତ କୋଉଠି ଥିବ ନା, କୋଉଠି ଥିବ। ତାହେଲେ ଏମିତି ହେଇପାରେ କୌଣସି ଜଣେ ଅନଧିକୃତ ବ୍ୟକ୍ତି ପାଖରେ ଯଦି ସେ ଚାବିଟା ରହିଯାଇଛି, ସିଏ ଅସୁବିଧାରେ ପଡିବ ବୋଲି ଆଉ କହୁନି। ତେବେ ଯାହା ହଉ 9 ତାରିଖ ଦିନ ଯାହା ସେ କହିଛନ୍ତି, ମୁଁ ଯାହା ଦେଖୁଥିଲି କାଗଜରେ ଯେ ବାହାରି ଖରାବେଳ ଟିଭିରେ, ଯେ 9 ତାରିଖ ଦିନ କରିବେ ଏବଂ ସେଦିନ କହିଛନ୍ତି କଣ ସେ ଚାବି କାଠିଟା କରନ୍ତୁ, ଚାବି ଆଣିଲା ପରେ ଆସିବ। ତ 9 ତାରିଖ ଦିନ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯିବ। କିନ୍ତୁ ସବୁଠାରୁ ନେବେ ବଡ ପ୍ରଶ୍ନ ହଉଛି ଯେ ଅରିଜିନାଲ ଚାବି ଗଲା କୁଆଡେ ଆଉ ଡୁପ୍ଲିକେଟ ଚାବି କିଏ ତିଆରି କରିଥିଲା? ବଡ କଥା ହଉଛି ଯେ କମିଶନ ଏତେ ରିପୋର୍ଟଟା କଣ? ଆଜ୍ଞା, ଇଏ ମଧ୍ୟ ସମ୍ଭବପର ହେଇପାରେ ନା। କୁହନ୍ତୁ, ଅନେକ ସମ୍ଭାବନା ଅଛି। କଣ ଆଶଙ୍କା ଅଛି ଆଜ୍ଞା? ଗୋଟେ ସମ୍ଭାବନା ଅଛି ଯେ ଯେତେବେଳେ ଖୋଲିବା ପାଇଁ ଗଲେ ଦେଲେନି, କହିଲେ କୁଆଡେ ଯାଇଛି ମିଳୁନି ଯେ ସେଟା ମିଳୁନି, କିନ୍ତୁ ଆଉ ଗୋଟେ ଡୁପ୍ଲିକେଟ ଅଛି।
এইটা ଦେଖେଇକିରି ସେ କରିଛନ୍ତି ଯୋଉଟାକୁ ସେ ବର୍ତ୍ତମାନ ଡୁପ୍ଲିକେଟ ବୋଲି ଇୟର ମାର୍କ କରି ଗୋଟେ ଚକଚକ। ଆଜ୍ଞା ଆଜ୍ଞା ହଉ ଠିକ ଅଛି ପ୍ରଫୁଲ୍ଲ ବାବୁ ବହୁତ ଧନ୍ୟବାଦ ଆପଣଙ୍କୁ ବହୁତ ଧନ୍ୟବାଦ।